ହଉ, ମୁଁ ତମ ଭାଇ ସହ କଥା ହେଇ ଜଣେଇବି। ହଁ, ହଉ, ମୁଁ ରଖୁଛି। ଏ କାହା ସହ କଥା ହଉଥିଲ? ତମ ଭଉଣୀ ସହିତ। ମୋ ଭଉଣୀ ସହିତ? ଆଚ୍ଛା, କଣ କହୁଥିଲେ ସେ? ଆରେ କଣ ଶୁଭା ଯାଉଥିଲା ଯାଉନି? ଆରେ ମୁଁ କିଛି ତମକୁ ପଚାରୁଛି ଟି? ଯାହା ଗୋଟେ ପଚାରିଲା ସବୁ ମୁଁ ତମକୁ କଣ ପଚାରୁଛି ପୁରା? ମୁଁ ତମକୁ କଣ ପଚାରୁଛି ସବୁ ତମକୁ ମୋ କଥା ଶୁଭା ଯାଉନି? ଆରେ ମୁଁ ପଚାରୁଛି ମୋ ଭଉଣୀ କଣ କହିଲା ବୋଲି ସାର୍ ତମେ ଏମିତି କଣ କାମରେ କରୁଛ? ଆରେ ମୋ କଥାରେ ବାହୁ ତମ ମୋ ଉପରେ ତାପରେ କିଛି ଗୋଟେ ଖାତିରି ନାହିଁ। ମୁଁ ଗୋଟେ ପଚାରୁଛି ତମ କଥା ଶୁଭା ଯାଉନି ତମକୁ? ଶୁଭା ଯାଉନି? ଛାଡ଼। ତମ ଭଉଣୀ ଫୋନରେ କହୁଥିଲେ ତାଙ୍କ ସ୍ୱାମୀ ତାଙ୍କୁ ସବୁଦିନ ବାଡଉଛନ୍ତି, ଆଉ ସିଏ ବହୁତ ଫୋନରେ କାନ୍ଦୁଥିଲେ। ତାର ଏତେ ସାହସ? ସେ ପୁଣି ମୋ ଭଉଣୀ ଉପରକୁ ହାତ ଉଠେଇବ ପୁଣି ମାରିବ? ବାହାଘର ପରଠାରୁ ତମ ଭଉଣୀକୁ ସବୁବେଳେ ସେ ମାରପିଟି କରନ୍ତି। ଏତେ ଦିନ ଚୁପ ରହିକି ସବୁ ସହୁଥିଲେ, କିନ୍ତୁ ସିଏ ଆଉ ଏବେ ସହି ପାରୁନାହାନ୍ତି। ସିଏ ମତେ ଫୋନରେ ପଚାରୁଥିଲେ ଏଇ ସିଚୁଏସନରେ କଣ କରିବାକୁ ହେବ। କଣ କରିବ ମାନେ? ମୁଁ ଏବେ ସାଙ୍ଗେ ସାଙ୍ଗେ ତା ଘରକୁ ଯିବି ଆଉ ତା କଥା ମୁଁ ସାଙ୍ଗେ ସାଙ୍ଗେ ବୁଝିକି ଆସିବି। ତା ନାଁରେ ସିଧା ପୋଲିସ କେସ୍ ଦେବି। ମୁଁ ଏବେ ଆସୁଛି। ଶୁଣ, ଆରେ ତମକୁ କଣ ଲାଗୁଛି ଏ ସିଚୁଏସନରେ ତାଙ୍କ ନାଁରେ କଣ ପୁଲିସ କେସ୍ କରିବାଟା ଠିକ ହବ? ତାହେଲେ ମତେ କହିକି ଯାଅ, ଏଇ ସିଚୁଏସନରେ ମୁଁ କଣ କରିବି? ଆରେ ମୁଁ ଚୁପ ରହିବି ନା ତମ ନାଁରେ କେସ୍ ଦେବି? ଆରେ ଆଜି ତମ ଭଉଣୀ ସାଙ୍ଗରେ ସେଇଆ ହଉଛି ବୋଲି ତମକୁ କଷ୍ଟ ଲାଗୁଛି ନା? ଆଉ ସବୁବେଳେ ବାହାର ପରଠାରୁ ତମେ ମୋ ସାଙ୍ଗରେ ଏମିତି ଯୋଉ ଅତ୍ୟାଚାର କରୁଛ ନା, ସେ ସବୁର କଣ? ପୁରୁଷ ସିଏ ନୁହେଁ ଯେ ନାରୀ ଉପରେ ଅତ୍ୟାଚାର କରୁଥାଏ। ପ୍ରକୃତ ପୁରୁଷ ତ ସିଏ ଯେ ନାରୀର ସମ୍ମାନ କରୁଥାଏ। ଭିଡିଓଟି ଭଲ ଲାଗିଲେ ଲାଇକ୍ କରିବେ, ନିଶ୍ଚୟ ସେୟାର କରିବେ, କମେଣ୍ଟ କରିବେ।